ଆମର ଭାରତୀୟ ପରମ୍ପରାରେ ମାନେ ହିନ୍ଦୁ ସନାତନ ଧର୍ମରେ ଆରମ୍ଭରୁ ସେକ୍ସ ଟାକୁ ଏଜୁକେସନ ହିସାବରେ ଧରାଯାଉଥିଲା, ତାକୁ ଘୃଣା ଦୃଷ୍ଟିରେ ଦେଖାଯାଉଥିଲା। କିନ୍ତୁ ମନ୍ଦିର ମାନଙ୍କ ରହିବାଟା ତାର ପ୍ରୁଫ୍ ଯେ ଆମେ ସେଟା ଶିଖି ଗୋଟେ ଏଜୁକେସନ। ତେଣୁ ଏଇ ସବୁ ଶିକ୍ଷାଟା ବି ଜେନେରାଲ ଲୋକ ଦେଇନାହାନ୍ତି, ସ୍ୱୟଂ ଆକୁ ଏଇ ଯୋଉ କାମଶାସ୍ତ୍ର ଯିଏ ଶିଖିଲା ସେ ବ୍ରହ୍ମଚାରୀ ହେଲା। ତାର ଦେଲା କି ନା ଶିବ, ସବୁ ସ୍ରଷ୍ଟା ହେଲା ଶିବ। ସେ ଦେଲେ କାହାକୁ? ନନ୍ଦୀ କି, ନନ୍ଦୀ ବାହା ହେଲାନି। ନନ୍ଦୀ ଦେଲା କାହାକୁ? ନା ଗରୁଡକୁ, ଗରୁଡ ବାହା ହେଲାନି। ଗରୁଡ ଦେଲା କାହାକୁ? ନାରଦକୁ, ନାରଦ ବାହା ହେଲେନି। ତାମାନେ କାମଶାସ୍ତ୍ରରେ ପ୍ରବଣତା ହେଇଗଲା, ତାର ବାହାଘର ଅବସ୍ଥା। ନାରଦ କହିଲେ ଯେ ଜନସମାଜକୁ ଦେବା ଦରକାର। ଜନସମାଜ ଦେଲେ କାହାକୁ? ବାଞ୍ଛାୟନକୁ। ତେଣୁ ବାଞ୍ଛାୟନ କାମସୂତ୍ର। ଆଉ ବାଞ୍ଛାୟନଙ୍କର ବହୁତ ଏମିତି ଋଷିମୁନି ମାନଙ୍କୁ ବହୁତ ରିକ୍ୱେଷ୍ଟ କରାଇଛନ୍ତି। ଆପଣ ପ୍ରଷ୍ଟିଚ୍ୟୁଟ୍ ବେଶ୍ୟା ଯୋଉ କହୁଛନ୍ତି, ସେତେବେଳେ ବେଶ୍ୟା ମାନଙ୍କୁ ଗଣିବାକୁ ପାଉଥିଲା। ବେଶ୍ୟା ମାନେ ମଧ୍ୟ ରିକ୍ୱେଷ୍ଟ କରିଥିଲେ ଯେ ଅନଙ୍ଗନଙ୍କ ମଧ୍ୟ ତାଙ୍କର ବାଞ୍ଛାୟନ ଶିଷ୍ୟ ମଧ୍ୟ କରିଛନ୍ତି। ତାପରେ ବହୁତ କାମସୂତ୍ର ହେଇଛି, ପର୍ଟିକୁଲାର ସେକ୍ସନ ରହିଛି, ଗ୍ରୁପିଂ ନୁହଁ। ମୋଟାମୋଟି ଭାବରେ କାମଶାସ୍ତ୍ର ଗୋଟେ ଶାସ୍ତ୍ର, ଏଟା ଗୋଟେ ଶିକ୍ଷା। ତେଣୁ ଅଶ୍ଳୀଳ ଶିକ୍ଷାଟା କେବେ ଅଶ୍ଳୀଳ ହୁଏ ନାହିଁ।